ଜଗନ୍ନାଥ ସାଙ୍ଗରେ ଆଜି ମୁଁ ଆସି ପହଞ୍ଚିଛି ଡମଣଡମଣି ଡ୍ୟାମ୍। ଚାଲନ୍ତୁ ଦେଖିବା ଡମଣଡମଣି ଡ୍ୟାମ୍। ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ଭିଡ଼ିଓକୁ। ବର୍ତ୍ତମାନ ଦେଖିପାରୁଥିବେ ଏଠି ଡମଣଡମଣିର ଜଙ୍ଗଲ ରାସ୍ତାରେ ଚାଲିଛୁ। ଡମଣଡମଣି ଡ୍ୟାମ୍ ପାଇଁ ଜଙ୍ଗଲ ରାସ୍ତାରେ ଆପଣମାନେ ଦେଖିପାରୁଥିବେ ଇଏ ହେଉଛି ଡମଣୀର ପୀଠର ଦେଖ ଓଡ଼ିଆ ଆଉ ଇଂଲିଶରେ ଲେଖା ହେଇଛି ଏଠି ବୋର୍ଡ଼ଟେ। ବର୍ତ୍ତମାନ ଏଠି ଦେଖିପାରୁଥିବେ ଆମର ରହିଅଛନ୍ତି ମା ଡମଣଡମଣି। ଚାଲନ୍ତୁ ଯିବା ଦେଖିବା ମା ଡମଣଡମଣିଙ୍କୁ। ଦେଖିପାରୁଥିବେ ଇଏ ହେଉଛି ମା ଡମଣଡମଣିଙ୍କ ମନ୍ଦିର। ଚାଲନ୍ତୁ ଭିତରକୁ ଯାଇ ମାଙ୍କୁ ଦେଖିବା। ଅବିକା ମାଙ୍କ ମନ୍ଦିର କାମ କିଛି ହଉଛି, ସେଥିଲାଗି ଠିକ୍ ସେ ଆପଣଙ୍କୁ ମାଙ୍କୁ ମୁଁ ଦେଖେଇ ପାରୁନି। ଆଉ କୋଉଦିନ ଆସିବ ପାର୍ଟ 2 ଆପଣମାନଙ୍କ ପାଇଁ ଆଣିବି। ଏଠି ଯଜ୍ଞ ମଧ୍ୟ ହୁଏ, ଆପଣମାନେ ଦେଖିପାରୁଥିବେ। ଆମେ ବର୍ତ୍ତମାନ ମନ୍ଦିର କତିରୁ ଆସିଗଲୁ ଆଉ ଡ୍ୟାମ୍ ପାଖେ ପହଞ୍ଚିଗଲୁ। ଆପଣମାନେ ଦେଖିପାରୁଥିବେ ପଛର ବହୁତ ସୁନ୍ଦର ଭିଉ। ବର୍ତ୍ତମାନ ଆପଣମାନଙ୍କୁ ଦେଖାଉଛି ମୁଁ ଓହ୍ଲେଇକରି ଡମଣଡମଣି ଡ୍ୟାମ୍ର ସବୁ ଜାଗା ଦେଖିପାରୁଥିବେ। ପଛକରୁ ବହୁତ ସୁନ୍ଦର ଜାଗା। ଆମେ ଏଇ ବାଟେ ବର୍ତ୍ତମାନ ଆସିଲୁ ମନ୍ଦିର, ଏଇପଟୁ ଆସିଲୁ ମାଙ୍କ ମନ୍ଦିର କତିରୁ। ଇଏ ହେଉଛି ଡମଣଡମଣି ଡ୍ୟାମ୍ର କିଛି ଭିଡ଼ିଓ ଆପଣମାନେ ଦେଖିପାରୁଥିବେ। ଆପଣମାନେ ଦେଖିପାରୁଥିବେ ସାବଧାନ ଗଭୀର ଜଙ୍ଗଲକୁ ଯାଆନ୍ତୁ ନାହିଁ, ବାଧାନ୍ତୁ ନାହିଁ ଲେଖାଯାଇଛି ମଧ୍ୟ ଆପଣମାନେ ଦେଖିପାରୁଥିବେ। ଏଠି କିଛି ସୂଚନା ଦିଆହେଇଛି ଆପଣମାନେ ଦେଖିପାରୁଥିବେ। ଇଏ କିଛି ଡ୍ୟାମ୍ର ଭିଉ ଦେଖିପାରୁଥିବେ। ସୁନ୍ଦର ପାହାଡ଼, ଏକରେ ଅଛି ସୁନ୍ଦର ପାହାଡ଼ ଆଉ ସେକରେ ମଧ୍ୟ ସୁନ୍ଦର ପାହାଡ଼ ଏକର ପଟେ ଦେଖିପାରୁଥିବେ। ଆଉ ମଝିରେ ଅଛି ଡମଣଡମଣି ଡ୍ୟାମ୍। ଡ୍ୟାମ୍ର ଦେଖିପାରୁଥିବେ ବହୁତ ସୁନ୍ଦର ଭିଉ ଏଠି। ଜଙ୍ଗଲ ମଝିରେ ରହିଛି ଡମଣଡମଣି ଡ୍ୟାମ୍। ଆପଣମାନେ ଦେଖିପାରୁଥିବେ ପାହାଡ଼ର ପାଣି ପାଖକୁ ଯିବା, ଆପଣମାନେ ତଳକୁ ଟିକେ ଯିବା। ପଥର କିଛି ଏମିତି ଅଛି ଆପଣମାନେ ଦେଖିପାରୁଥିବେ। ବର୍ତ୍ତମାନ ପାଣି ଅଳ୍ପ ଅଛି ଯାହାକି ଜଣାପଡ଼ିଛି, ଦେଖିପାରୁଥିବେ। ପାଣି ଦେଖିପାରୁଥିବେ ବହୁତ ସୁନ୍ଦର ପାଣି। କ୍ୟାମ୍ପିଂ ବି କରୁଛନ୍ତି ମଧ୍ୟ। ଆଉ ସେଇପଟ ସାଇଡ଼ରେ ପିକନିକ୍ କିଛି ଲୋକ କରୁଛନ୍ତି। ଦେଖିପାରୁଥିବେ ଆର ସୁନ୍ଦର ଭିଉ।
ବର୍ତ୍ତମାନ ଦେଖିପାରୁଥିବେ ଏଠି କବାଟ ଯୋଡ଼ାଏ ଲାଗିଛି, ସିଆଡ଼େ ପାଣି ଯିବ ବୋଲି ବନ୍ଧରୁ କବାଟ କିଛି ଲାଗିଛି। ବର୍ତ୍ତମାନ ଯିବା। ଏଠି କବାଟ ଲାଗିଛି, ଆପଣମାନେ ଦେଖିପାରୁଥିବେ। ଭିତରର ଦୃଶ୍ୟ ହେଉଛି କବାଟ। ଏମିତି ଅଛି କେମିତି ଡମଣଡମଣୀ ଡ୍ୟାମ୍ ଏମିତି କିଛି ଅଛି ଦେଖିପାରୁଥିବେ। ଏଇ ଏକର ପଟେ ପାହାଡ଼ ଅଛି ଡମଣଡମଣୀର, ଆଉ ଏକର ପଟେ ବି ମଧ୍ୟ ପାହାଡ଼ ଅଛି, ଆଉ ମଝିରେ ଅଛି ଡମଣଡମଣୀ ଡ୍ୟାମ୍। ଆପଣମାନେ ଦେଖିପାରୁଥିବେ ବହୁତ ସୁନ୍ଦର ଜାଗା। ଆପଣମାନେ ଆସନ୍ତୁ, ମୁଁ ଲୋକେସନ୍ ଦେଇଦେବି। ବହୁତ ସୁନ୍ଦର ଜାଗା, ଲୋକେସନ୍ ଦେଇଦେବି, ଆସନ୍ତୁ। ବହୁତ ସୁନ୍ଦର ଜାଗା। ଆପଣମାନେ ଏ ଜାଗାକୁ ଯଦି ଆସୁଛନ୍ତି ମୁଁ ଲୋକେସନ୍ ଦେଇଦେବି ଡେସ୍କ୍ରିପସନ୍ ବକ୍ସରେ, ଆପଣମାନେ ଲୋକେସନ୍ ଦେଖି ଆସିପାରିବେ। ଯଦି ଆପଣମାନେ ଢେଙ୍କାନାଳରୁ ଆସୁଛନ୍ତି ତାହେଲେ ଏଇଟା ହରିପୁରରୁ ଗୋଟାଏ ରାସ୍ତା ରାମଚନ୍ଦ୍ରପୁର, ସେଇଠୁ ସେଇ ପାହାଡ଼ ମଝିରେ ଅଛି ଡମଣଡମଣୀ ଡ୍ୟାମ୍। ଆପଣମାନେ ଦେଖିପାରୁଥିବେ ଏହାର ଭିଉ କେତେ ସୁନ୍ଦର ଅଛି। ବହୁତ ସୁନ୍ଦର ଜାଗା। ଆପଣମାନେ ଯଦି ଆସିବାକୁ ଚାହୁଁଛନ୍ତି, ଆପଣମାନେ ଦେଖିପାରୁଥିବେ ଇଏ ହେଉଛି ଡମଣଡମଣୀର ହେଉଛି ଓଭରଫ୍ଲୋ ହେଲେ ପାଣି ଅଧିକା ହେଲେ ଏଠି ଯାଏ। ପାଣି ଅଧିକା ହେଲେ ଏଇ ବାଟେ ବାହାରିଯାଏ, ଏଇ ବାଟେ ଦେଇକରି ପାଣି ଯାଏ। ଇଏ ଡମଣଡମଣୀର କିଛି ଭିଉ ଆପଣମାନେ ଦେଖିପାରୁଥିବେ। ବହୁତ ସୁନ୍ଦର ପାହାଡ଼ ଦେଖୁଥିବେ ବହୁତ ପାଖରେ, ଆଉ ସେକରେ ମଧ୍ୟ ପାହାଡ଼ ଅଛି ପାଖରେ, ଆପଣମାନେ ଦେଖିପାରୁଥିବେ। ଆଉ ଏଇ ପାଖରେ ଦେଖୁଥିବେ ଡ୍ୟାମ୍ ମଝିରେ ଅଛି କେତେ କେତେ ଥୁଣ୍ଟା ଗଛ ସବୁ ଅଛି, ସବୁ କାଠି ଭଳିଆ ବାହାରିଛି ଦେଖିପାରୁଥିବେ। ଗଛ ଗୁରା କିନ୍ତୁ ପତ୍ର ଝଡ଼ିଯାଇ ସବୁ ସେଗୁରା ସବୁ ରହିଅଛି ଡ୍ୟାମ୍ ମଝିରେ। ବର୍ତ୍ତମାନ ଆମେ ଏଠୁ ବାହାରିଲୁ ଡମଣଡମଣୀ ଡ୍ୟାମ୍ରୁ। ବର୍ତ୍ତମାନ ଡ୍ୟାମ୍ରୁ ପଳେଇବା, ଘରକୁ ଯିବା। ଆମେ ଆଇଲୁଣୁ ପ୍ରାୟ ଅଧଘଣ୍ଟା ଘଣ୍ଟେ ଖଣ୍ଡେ ହେବ ଡ୍ୟାମ୍ରୁ ବାହାରି ପଳେଇବା। ବର୍ତ୍ତମାନ ଚାଲିଛି, ଗାଡ଼ି ପାଖକୁ ଯିବା, ବାହାରିକି ଯିବା। ବର୍ତ୍ତମାନ ବାହାରିଲୁ ଡମଣଡମଣୀ ଡ୍ୟାମ୍ରୁ, ଗାଡ଼ି କତିକି ଯିବୁ, ଆଉ ଗାଡ଼ିରେ ପଳେଇବୁ। ଟିକେ ବହିଥିଲେ ନା କ'ଣ? ମାଙ୍କଡ଼ ସବୁ ଚଢ଼ି ଯାଇଛନ୍ତି ଗାଡ଼ିରେ। ବର୍ତ୍ତମାନ ଆମେ ଏଠୁ ବାହାରିଲୁ। ଆମେ ବର୍ତ୍ତମାନ ପଳେଇ ଆସିଲୁ ଡ୍ୟାମ୍ରୁ, ଡମଣଡମଣୀ ଡ୍ୟାମ୍ରୁ। ଯେ ବର୍ତ୍ତମାନ ଦେଖିପାରୁଥିବେ ଡମଣଡମଣୀ ଠାକୁର ଥିଲେ କିଛି, ଚାଲିଛୁ ଆମେ ପଳେଇବୁ।